ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ବ୍ଲକ ବାଘମାରୀ ଗ୍ରାମର ଆରାଧ୍ୟ ଠାକୁରାଣୀ ମା ମଙ୍ଗଳାଙ୍କ ପବିତ୍ର ପୀଠରେ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଶ୍ୱେତପଦ୍ମ ସାହିତ୍ୟ ସେବା ସଂସଦ ଆନୁକୂଲ୍ୟରେ ବିଶ୍ୱ ମାତୃଦିବସ ପାଳନ ସହିତ ଏକ କବିତା ପାଠ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଚାର୍ଯ୍ୟ ବିନୋଦ ବିହାରୀ ଦାସ ବେଦପାଠ କରିଥିବା ବେଳେ ସଭାପତିତ୍ୱ କରିଥିଲେ ଅନୁଷ୍ଠାନର ସଭାପତି ଭାଗୀରଥୀ ପରିଡ଼ା। ପ୍ରଥମ କାର୍ଯ୍ୟକ୍ରମ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ଏହି ଅବସରରେ ଭବାନୀ ପ୍ରଧାନ ଓ ବିଶ୍ୱରୂପା ପଣ୍ଡା ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମାନସ ରଞ୍ଜନ ବିଶ୍ୱାଳ, ସରପଞ୍ଚ ବାଘମାରୀ ଗ୍ରାମ ପଞ୍ଚାୟତ ମୁଖ୍ୟ ବକ୍ତା ଭାବେ ପଣ୍ଡିତ ବିନୋଦ ବିହାରୀ ଦାସ, ସମ୍ମାନିତ ଅତିଥି ଭାବେ ନବନୀତା ମହାନ୍ତି, ସମିତି ସଭ୍ୟ ବାଘମାରୀ ଗ୍ରାମ ପଞ୍ଚାୟତ ପ୍ରତାପ କୁମାର ମହାନ୍ତି, କାଶୀନାଥ ପଟ୍ଟନାୟକ ଯୋଗଦାନ କରିଥିଲେ। ପ୍ରସନ୍ନ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦିକା ସୁଶ୍ରୀ ପ୍ରତିମା ପ୍ରଧାନ ଜୀବନରେ ମାର ଋଣ କେହି ଶୁଝିପାରିବେ ନାହିଁ ଓ ମାର ବିକଳ୍ପ ମଧ୍ୟ ନାହିଁ, ଏହା ଅତୁଳନୀୟ ମାର ତ୍ୟାଗ ସମ୍ପର୍କରେ ସମ୍ୟକ୍ ସୂଚନା ଉପସ୍ଥିତ ଦର୍ଶକମାନଙ୍କୁ ଦେଇଥିଲେ। ବ୍ୟକ୍ତିର ବ୍ୟକ୍ତିତ୍ୱ ବିକାଶରେ ମା ମାନଙ୍କ ମମତା ଅତୁଳନୀୟ ଓ ଆମ ଝିଅ ପରି ବୋହୂମାନଙ୍କୁ ଦେଖିବା, ବୋହୂମାନେ ମଧ୍ୟ ସେବା କରନ୍ତୁ ବୋଲି ଅତିଥିମାନେ ମତ ଦେଇଥିଲେ। ଏ ଅବସରରେ ବେଗୁନିଆ ବ୍ଲକର ବାଘମାରୀ ଗ୍ରାମର ସାରା ଓଡ଼ିଶାରେ ଗୋପୀ ଗବାଲା ଭାବେ ପରିଚିତ ଓ ନୌସେନାର ଅବସର ନେଇଥିବା ଜଣେ ସୁଦକ୍ଷ ବିନ୍ଧାଣୀ ଗୋପୀନାଥ ସେଠୀଙ୍କର ମା ମହିୟସୀ ମହିଳା ବିଳାସିନୀ ସେଠୀଙ୍କୁ ଅନୁଷ୍ଠାନ ତରଫରୁ ଅତିଥିମାନେ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି କବିତା ଆସରରେ କବି ଦିବ୍ୟଲୋଚନ ଭାରିମଲ୍ଲ, ରଜନୀ ବଳିଆର ସିଂହ, ନିରୁପମା ସେଠୀ, ସୁଷମା ସେଠୀ, ଅନୁପମା ସେଠୀ, ତିଳୋତ୍ତମା ସେଠୀ, କବିତା ରାଉତ, ଶ୍ରୀକୁମାର ସାହୁ, ଲକ୍ଷ୍ମୀଧର ମହାରଣା, ରାମଚନ୍ଦ୍ର ସାହୁ, ସୋମନାଥ ସାହୁ, ଶୁଭମ ସାହୁ, ବିଶ୍ୱନାଥ ପଣ୍ଡା, ମଞ୍ଜୁଶ୍ରୀ ଚନ୍ଦନ, ସ୍ନେହଲତା ସୁନ୍ଦରାୟ, ଦାଶରଥୀ ସେଠୀ ଯୋଗଦାନ କରିଥିଲେ। ଶେଷରେ ଗାୟକ ପ୍ରଦୀପ୍ତ କିଶୋର ତ୍ରିପାଠୀ ଉଦ୍ଯାପନୀ ସଙ୍ଗୀତ ଗାନ କରିଥିଲା ବେଳେ କବି ଜଗଦୀଶ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପେଟ କାଟି ବାଣ୍ଟି ଦିଏ ନିଜର ଆହାର, ପେଟ ପରେ ଖାଇଛି ଯେ ପାଦର ପ୍ରହାର, ଯାତନାକୁ ଜଳାଞ୍ଜଳି ଦେଇପାରେ ମନୁ, ଦୁଃଖେ ଥାଇ ଉଲ୍ଲସିତ ଦିଶେ ଯାର ତନୁ, ଯାର ଆଶୀର୍ବାଦ ବଳେ ମିଳେ ସ୍ୱର୍ଗ ସୁଖ, ଯାର ଆଶୀର୍ବାଦ ବଳେ ମିଳେ ସ୍ୱର୍ଗ ସୁଖ, ଅଭିଶାପ ଦେଇଦେଲେ ଦେବତା ବିମୁଖ, ଅଭିଶାପ ଦେଇଦେଲେ ଦେବତା ବିମୁଖ। ଯଦି ସେ ସବୁକୁ ଦେଖାଯାଏ ସେ ସବୁ ପାଇଲେ ଆମେ କୋଉଠୁ? ଧରା ପୃଷ୍ଠକୁ ମା ଆମକୁ ଜନ୍ମ ଦେଲା ପରେ ଆମେ ସବୁ ଜାଣିଛୁ। ତେଣୁକରି ଏ ସବୁର ମାଲିକ ହଉଛି ମା ଆଉ ମା ମଙ୍ଗଳାଙ୍କ ଗପ ଶୀର୍ଷକ ଜାଣିଛନ୍ତି। ଯେତେବେଳେ କୋଭିଡ ଥିଲା ବେଳେ ଗୋଟେ ସବୁବେଳେ ଓଡ଼ିଶାରେ ଗୋଟେ କଥା ଉଠିଥିଲା ଯେ ଜଗନ୍ନାଥଙ୍କ ନାଁରେ ଯଦି 7ଟି ତୁଳସୀ ପତ୍ର ଆମେ ଖାଇଦେବା ତାହେଲେ କୋଭିଡ ଆଉ ରହିବନି, ଦୂରେଇ ଯିବ। ଯାହା ବି ହଉ 4.5 କୋଟି ଓଡ଼ିଆଙ୍କର ହୃଦୟର ସ୍ପନ୍ଦନ, ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ ଯେଉଁ ବିଶ୍ୱାସ ଆମର ରହିଛି ସବୁ ଓଡ଼ିଆଙ୍କର କାଠଖଣ୍ଡରେ ଅଖଣ୍ଡ ବିଶ୍ୱାସ ରଖିଛି ଆମେ ଜଗନ୍ନାଥ, ତାଙ୍କୁ ନେଇକି ଏ ଗପର ଶୀର୍ଷକ ହେଉଛି 60-70 ଏହିପରି ଜାତି ଭାଗ କରାଯାଇଛି। ତେଣୁ ଆମେ ଦେଖୁଛେ ମହିଳା ଜଣେ ବାଟରେ ପଡ଼ିଛି, ତାକୁ ଯେ ସଫା କରିବ ତାକୁ ଆମେ ଚଣ୍ଡାଳ ବୋଲି କହୁଛେ। ଆମ ଘରେ ପ୍ରଥମ ଚଣ୍ଡାଳ କିଏ? ସେ ମୋର ମା ହଉଛି ସେ ଚଣ୍ଡାଳ। ମୁଁ ଯେତେବେଳେ ମଳତ୍ୟାଗ କରି ସଫା କିଏ କରେ? ସେଇ ମା। ମୋ ଲୁଗାକୁ ସଫା କରେ କିଏ? ଆମେ ତାକୁ କହୁଛେ ସେ ରଜକି। ନା, ଆମେ ନିଜେ, ମୋର ମା ହଉଛି ରଜକି। ସେ ମୋ ବସ୍ତ୍ରକୁ ସଫା କରେ ଏବଂ ମତେ ଖୁଆଇ ଦିଏ କିଏ? ମୋର ମା। ଏମିତି କହିଛି ମାର ଭରସା ତେଣୁ ଆଜିର ଏଇ ସଭ୍ୟ ସମାଜର ସମସ୍ତ ଶିକ୍ଷିତ ଏବଂ ପାଣ୍ଡିତ୍ୟ ଅର୍ଜନ କରୁଥିବା ଏବଂ ସମସ୍ତ ପ୍ରଯୁକ୍ତି ବିଦ୍ୟାରେ ଘୂର୍ଣ୍ଣ ହେଉଥିବା ମୋର ଛୋଟ ଛୋଟ ଭାଇ ଭଉଣୀମାନଙ୍କୁ ବିନମ୍ର ଅନୁରୋଧ, ଏ ମାର ସେବା, ମାର ଯତ୍ନ ଏବଂ ମାର ସମସ୍ତ କର୍ତ୍ତବ୍ୟକୁ ଆପଣମାନେ ସୁଚାରୁରୂପେ ପାଳନ କରନ୍ତୁ। ଏହା ମୋର ପ୍ରଭୁ ପରମେଶ୍ୱର ସେ ହରିକେଶ୍ୱର ମହାଦେବଙ୍କ ପାଖରେ ବିନମ୍ର ପ୍ରାଣୀ। ତାକୁ ସେଇ ସହାୟତା ଦେଲେ ଆମେ ମାନବ ସେବା କରିବା। ମାନବ ସେବା ହଉଛି ମାଧବ ସେବା। ସେଇ କିଛି କହିକି ସମାଜ କଥା ଭୋଗିଲା ପେଟରେ ଥିବା ମଣିଷ ମାନଙ୍କର କଥା ଆଇଏସ୍ ଅଫିସର ରୋଜଗାର କରୁଛନ୍ତି।
डाक शुणी ये उपस्थित अच्छा समस्त को बैच उत्तरीय एवं पुष्पगुच्छ प्रदान पूर्वक सम्मान संबर्धना प्रदान श्वेतपद्म साहित्य और संस्कृति सेवा संसद बेगुनिया तरफ आज मातृ दिवस अवसर में ये भव्य आयोजन ये अवसर में श्वेतपद्म परिवार जो स्नेह रही जहाँ से आज बाछी कि हमारे गाँव में ये उत्सव टी करने बाघमारी ग्राम पंचायत तरफ ए गाँव प्रति मनीष तरफ आम कृतज्ञता ज्ञापन करुँ सौभाग्य आपण मैंने पहुँची यथासंभव आम चेष्टा करूँ आतिथ्य किसी भी त्रुटि न रखी ये अवसर में आम गण में उपस्थित अच्छा आम प्रिय बुढ़ा भाईना जड़े अनन्य कंठशिल्पी सुंदर संगीतज्ञ आज गोटे सुंदर माता पिता गुरु देव तिनी समान भक्ति भरे पूजी तांकु हेबा सुसंतान हे मोर भाई माने माँ माने समस्त को विनम्र निवेदन करुची माँ बापा गुरुदेव माँ बापा हमको संसार को आनी संसार में बढ़िया उच्च आसन में उपनीत होगापी मार्गदर्शन किए गुरु तो माता पिता एवं गुरु ये समस्त को उपयुक्त भाव में सेवा करी वंदना करी अर्चना करी आम जीवन निर्वाह करे आम परिवार आम समाज सबू धन्य वर्षर पर परिणत हो आशा भरसा रखी पुणी थे आज पवित्र माँ पीठरे मातृ दिवस अभाग्य आम माँ पीठरे आज मातृ दिवस पालन करुचे पवित्र पीठरे माँ को पीठरे प्रणाम करुची समस्त से माँ कल्याण करंतु मंगल विधान करंतु समस्त परिवार स्वर्ग में परिणत हो समस्त समाज में सुख शांति समृद्धि भरी ये कामना करी गोर कथा को कही जय जगन्नाथ वंदे भारत माता माता की भारत माता की भारत माता की वंदे 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 जय हिंद। ये कविता जो लिखा है माँ ठारू बड़े बड़ के देवता छरागे राइले नहीं 10 मास 10 दिन गर्भे धरी जन्म देइछि सेही माँ माँ बोले कोली चली छे माँ को पाइछ केही मार शब्द बड़ जे विचित्र मनरे हेलिछ भाई जो माँ दिने न खाई न पी मनीष करिला भाई शेष अवस्था वृद्धाश्रम छाड़ी कि लाभ पाइलु तुई माँ शब्द परा मान रक्षा करिते रखिल भाई निजे मुते तिथि राति उजागरे जननी साजिछि सेही मातृ दिवस दुईटी शपथ मिलमिशि नेबा भाई बंशी खाऊ खाऊ ताकू न मारिबा अमनीष हेबा नाही जो पुत्र कन्या संसार आनिबा सब शिक्षा देवा भाई मिलमिशि आमे एक छात तले सभी एकाठी रही जोड़े शपथ आम नवा से शपथ नहीं आपण मैंने किए सका उठी माँ को प्रणाम करुले कि नहीं कहे कहीं विश्वास कथा कहे निज कथा मुझे कहूँ आज पर्यंत बापा माँ को पिता माता के प्रणाम करे और सका 3 रात गाधे गीता पाठ आग करे बापा माँ को मुंडिया मारे मोर जो पाठ पढ़ाऊँगी से कहे तुम सका उठला मात्र आग बापा माँ को प्रणाम कर जो मुंड तले रही सी के ऊपर को उठबनी जिते पात्रटी तलुक हम सी पुणी सदा आम तलुक करवा गोटे शपथ ना बंची थाऊ थाऊ मारिबा नहीं मो माँ को कि मो बापा को सेवा बिना के छाड़ी नहीं सेवा बिना के छाड़ी नहीं भविष्य में मो संतान
सी नष्ट भ्रष्ट करी ना सत् शिक्षा दे पालन करी एवं से मार कोलरे माँ नाती से जीवन जीवन देवे से शिक्षा देवी। जय जगन्नाथ, जय भारत माता के जय। भविष्य को उज्जवल हो प्रभु श्री जगन्नाथ मंगल धरतु बंचवा दिग को विकसित करूँ उच्च शिक्षा सहित उत्तरी कला वास्तव शक्ति स्वरूप माँ भगवान को नाम नामित नाम निश्चित विशेषत्व अच्छे व्यक्तित्व ना खोर्धारू प्रियंका महापात्र रिपोर्ट न्यूज उपांत खबर।